ଜେଜେମାଙ୍କ ଶବଦାହ କରି ବୁଡ଼ି କଲା ନାତି। ନରସିଂହପୁରରେ ଜେଜେମାଙ୍କ ଶବଦାହ କରି ନଦୀରେ ବୁଡ଼ ପକାଇବା ବେଳେ ବୁଡ଼ି ଯାଇଛନ୍ତି ନାତି। ଜେଜେମାଙ୍କ ଶବଦାହ କରି ନଦୀରେ ବୁଡ଼ିଗଲା ପରେ ଏବେ ସାରା ଅଞ୍ଚଳରେ ଶୋକର ଛାୟା। କଟକ ନରସିଂହପୁର ଘୋରାଡିଆ ଅଞ୍ଚଳରେ ମହାନଦୀରେ ବୁଡ଼ି ଯୁବକ ନିଖୋଜ। ଏପର୍ଯ୍ୟନ୍ତ ଯୁବକଙ୍କ ମୃତଦେହ ମିଳିନାହିଁ। ନିଖୋଜ ଯୁବକ ଧନୀପୁର ଗାଁର ପ୍ରଫୁଲ୍ଲ ମଲ୍ଲିକଙ୍କ ପୁଅ 25 ବର୍ଷ ଆଦିତ୍ୟ ମଲ୍ଲିକ ବୋଲି ଜଣାପଡ଼ିଛି। ଆଜି ସକାଳୁ ଜେଜେମା କାଳିକା ମଲ୍ଲିକ ବୟସ 65 ବର୍ଷ ହୋଇଥିବା ବେଳେ ତାଙ୍କ ନାଁ ଏବେ କାଳିକା ମଲ୍ଲିକ ବୋଲି ଜଣାପଡ଼ିଛି। ତେବେ ଶବଦାହ କରି 3 ଜଣ ସାଙ୍ଗ ହୋଇ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୁଇ ସାଙ୍ଗ ମହାନଦୀରେ ବୁଡ଼ି ଯାଇଥିବା ବେଳେ ପରେ କିନ୍ତୁ ଉଦ୍ଧାର ହୋଇଥିଲେ। କିନ୍ତୁ ଆଦିତ୍ୟ ମଲ୍ଲିକଙ୍କର ଜେଜେମାଙ୍କ ଶବଦାହ କରି ନଦୀରେ ବୁଡ଼ ପକାଇବା ପାଇଁ ଯାଇଥିବା ବେଳେ ନଦୀରେ ବୁଡ଼ି ଯାଇଥିବା ଜଣାପଡ଼ିଛି। ନରସିଂହପୁର ପୁଲିସ ଦମକଳ ବାହିନୀ ମହାନଦୀରେ ଖୋଜାଖୋଜି ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।